ସାର୍ ଦେଖନ୍ତୁ, ଆପଣଙ୍କୁ ଆମେ କେତେ ଥର କହିସାରିଲୁଣି କି ଏ କାରକୁ ହାତ ଲଗାନ୍ତୁନି। ଏଇଟା ବିକ୍ରି ହୋଇସାରିଛି। ଢେଙ୍କାନାଳରୁ ଜଣେ ମ୍ୟାଡାମ ସ୍ପେସିଆଲି ଏହି କାରକୁ ନେବାକୁ ଆସୁଛନ୍ତି। ଆଉ ଯଦି ତାଙ୍କର ଏହି କାରରେ ଟିକେ ବି ସ୍କ୍ରାଚ୍ ଲାଗିଗଲା ତାହେଲେ ତ ସେଇ ଶୋରୁମ୍ରେ ତାଲା ଲଗେଇଦେବେ। ସେ ବାସ୍ କିଛି ସମୟ ପରେ ଆସି ପହଞ୍ଚିଯିବେ। ଆପଣମାନେ ଦୟାକରି ଏଠାରୁ ଦୂରକୁ ଯାଆନ୍ତୁ। କଟକର ଏକ ବଡ଼ କାର୍ ଶୋରୁମ୍ ଭିତରେ ଜଣେ କର୍ମଚାରୀ ନବୀନ ଓ ରେଖାଙ୍କୁ ଏହିପରି କହୁଥିଲେ। ନବୀନ ବାବୁ ରାଗରେ କହିଲେ କି, ଆପଣମାନେ ଆମ ସହିତ ଏମିତି କେମିତି କରିପାରିବେ? ମୋ ସ୍ତ୍ରୀଙ୍କ ଜନ୍ମଦିନରେ ଏ କାର୍ ତାଙ୍କୁ ଉପହାର ଦେବାର ଥିଲା। ସରି ସାର୍, ଆପଣ ଗୋଟିଏ ମାସ ଆଗରୁ ଏ କାର୍କୁ ଦେଖିକି ଯାଇଥିଲେ, ତାପରେ ଆପଣ ଆଉ କିଛି କହିଲେନି। ତେଣୁ ଆମେ କ'ଣ ଆପଣଙ୍କୁ ଅପେକ୍ଷା କରିକି ରହିଥାନ୍ତୁ କି? ଏତିକି କହି ସେହି କର୍ମଚାରୀ ଜଣକ ନବୀନ ବାବୁ ଓ ରେଖାଙ୍କୁ ସେହି କାର୍ ଠାରୁ ଦୂରକୁ ଯିବା ପାଇଁ କହିଲେ। ରେଖା ନିଜ ମନପସନ୍ଦ କାର୍ ନ ମିଳିବା କାରଣରୁ ନବୀନଙ୍କ ଉପରେ ରାଗିଗଲେ ଆଉ ଏପଟ ସେପଟ କହିବାରେ ଲାଗିଲେ। ନବୀନ ବାବୁ କହିଲେ କି, ତମେ ଜାଣିଛ ମୁଁ କେତେ କଷ୍ଟରେ ଘର ଚଳାଉଛି, ତା ସହିତ ତମର ବିଭିନ୍ନ ସମୟରେ ନୂଆ ନୂଆ ଡିମାଣ୍ଡ। ଜାଣିଛ ଏ କାର୍ ପାଇଁ ମୁଁ କେତେ ଲୋକଙ୍କ ପାଖରୁ ଟଙ୍କା ଉଧାରି ନେଇଛି। କିନ୍ତୁ ସ୍ୱାମୀଙ୍କ କଥା ସ୍ତ୍ରୀଙ୍କର ମୁଣ୍ଡରେ ପଶୁନଥିଲା। ତାଙ୍କୁ ତ ତାଙ୍କ ଜନ୍ମଦିନରେ କେବଳ ସେହି କାର୍ ହିଁ ଦରକାର ଥିଲା। ଦୁହିଁଙ୍କ ଭିତରେ ଏ କଥାକୁ ନେଇ ଯୁକ୍ତି ଚାଲିଥିବା ବେଳେ ସେଠାରେ ଜଣେ 65 ବର୍ଷିଆ ମହିଳା ନିଜର 2 କର୍ମଚାରୀଙ୍କ ସହିତ ଆସି ପହଞ୍ଚିଗଲେ। ଆଖିରେ ଚଷମା, ଦେହରେ ବନାରସୀ ପାଟ ଯେମିତି ତାଙ୍କୁ ତରୁଣୀ କରିଦେଇଥିଲା। ଶୋରୁମ୍ ମ୍ୟାନେଜର ତାଙ୍କୁ ଦେଖିବା ମାତ୍ରେ ନିଜ ଚେୟାରରୁ ଉଠି ତାଙ୍କ ପାଖକୁ ପଳେଇଲେ ଆଉ ତାଙ୍କୁ ନେଇ ଭିଆଇପି ରୁମ୍ରେ ଅତି ସମ୍ମାନର ସହିତ ବସାଇଲେ। ମ୍ୟାଡାମ, ଆପଣଙ୍କ ପାଇଁ କ'ଣ ପଠେଇବି, ଚା ନା କଫି? ସେ ମହିଳା ଜଣକ କୋଲ୍ଡ କଫି କହି ମ୍ୟାନେଜରଙ୍କୁ ସେଠାରୁ ବିଦା କରିଦେଲେ। ଆଉ କିଛି ସମୟ ପରେ ଜଣେ କର୍ମଚାରୀ ଆସି କୋଲ୍ଡ କଫି ଦେଇଗଲା। ସେଠୁ କିଛି ସମୟ ଭିତରେ ସବୁ କାଗଜପତ୍ର ପ୍ରସ୍ତୁତ କରି ସେ ମହିଳାଙ୍କୁ ମ୍ୟାନେଜର କହିଲେ କି, ମ୍ୟାଡାମ, ଆପଣଙ୍କ ଗାଡ଼ି ରେଡି ଅଛି। ସେ ମହିଳା ଜଣକ ହେଲେ ଢେଙ୍କାନାଳର ସୁନିତା ମ୍ୟାଡାମ। ସୁନିତା ମ୍ୟାଡାମ ଯେତେବେଳେ ସେହି କାର୍ ପାଖରେ ପହଞ୍ଚିଲେ ତାଙ୍କୁ ଦେଖି ରେଖା ଓ ନବୀନ ବାବୁଙ୍କର ଯେମିତି ପାଦ ତଳୁ ମାଟି ଖସିଗଲା। ଆଉ ଏମିତି ଚମକି ପଡ଼ିଲେ ଯେମିତି ସେମାନେ ମଣିଷ ନୁହନ୍ତି, ଭୂତ ଦେଖିଦେଲେ। ଆଉ ସେମାନେ ନିଜ ଆଖି ଉପରେ ବିଶ୍ୱାସ କରିପାରିଲେନି। ସୁନିତା ମ୍ୟାଡାମ ବି ତାଙ୍କୁ ଦେଖି ଗୋଟେ ସ୍ମିତହାସ୍ୟ ଦେଇ ନବୀନ ଓ ରେଖାଙ୍କ ଆଗରେ 50 ଲକ୍ଷ ଟଙ୍କାର ଚେକ୍ ମ୍ୟାନେଜର ହାତରେ ଧରାଇଦେଲେ ଆଉ କହିଲେ କି, ଏ କାର୍ ସନ୍ଧ୍ୟା ସୁଦ୍ଧା ମୋ ଅଫିସରେ ପହଞ୍ଚିଯିବା ଦରକାର। ସେଠୁ ମ୍ୟାନେଜର କହିଲେ କି, ଆଜ୍ଞା ମ୍ୟାଡାମ, ଆପଣ କିଛି ବି ଚିନ୍ତା କରନ୍ତୁନି, ଆମେ ପୁରା ସୁରକ୍ଷାର ସହିତ ଆପଣଙ୍କ କାର୍କୁ ପହଞ୍ଚାଇ ଦେବୁ। ଏତିକି କହି ମ୍ୟାନେଜର ସୁନିତା ମ୍ୟାଡାମଙ୍କର କାର୍ କବାଟ ଖୋଲିଲେ ଆଉ ସୁନିତା ମ୍ୟାଡାମ ନିଜ 2 କର୍ମଚାରୀଙ୍କ ସହିତ କାର୍ରେ ବସି ପଳେଇଲେ। ସେଠାରେ ଥିବା ନବୀନ ଓ ରେଖା ସୁନିତା ମ୍ୟାଡାମଙ୍କର ଥାଟ ବାଟ ଦେଖିକି ଯେମିତି ଗୋଟିଏ ଜାଗାରେ ଫେବିକଲ ପରି ଚିପକି ଯାଇଥିଲେ ଆଉ ବଡ଼ ବଡ଼ ଆଖିରେ ଏବେ ଯାଏଁ ବି ରାସ୍ତା ଆଡ଼କୁ ଅନେଇ ରହିଥିଲେ। ନବୀନ ହଡ଼ବଡ଼େଇ ଯାଇ ଶୋରୁମ୍ର ଜଣେ କର୍ମଚାରୀଙ୍କୁ ପଚାରିଲେ କି, ଭାଇ, ଇଏ ଯେଉଁ ସ୍ତ୍ରୀ ଲୋକ ଆସିଥିଲେ ସେ କିଏ? ତମେ କ'ଣ ଜାଣିଛ କି ତାଙ୍କୁ? ନବୀନ ନ ଜାଣିବା ପରି କହିଲେ। ସେ କର୍ମଚାରୀ ଜଣକ ଟିକେ ହସିକି କହିଲେ କି, ସାର୍, ଆପଣ କ'ଣ ସେ ମ୍ୟାଡାମକୁ ଜାଣିନାହାନ୍ତି? ତାଙ୍କୁ କିଏ ଜାଣିନାହାନ୍ତି ଯେ? କେବଳ ଢେଙ୍କାନାଳ କାହିଁକି, ବହୁତ ସାରା ଲୋକ ତାଙ୍କ ନାଁକୁ ନେଇ ଚର୍ଚ୍ଚା କରନ୍ତି। ରେଖାଙ୍କୁ ତ ଏବେ ଯାଏଁ ବିଶ୍ୱାସ ହେଉନଥିଲା। ତାଙ୍କୁ ଲାଗୁଥିଲା କି ସେ ଯେମିତି ସ୍ୱପ୍ନ ଦେଖୁଛନ୍ତି। କାଲି ଯାଏଁ ଗୋଟିଏ ଟଙ୍କା ପାଇଁ ହାତ ପତଉଥିବା ମହିଳା ଆଜି କେମିତି ଏତେ ଉଚ୍ଚ ସ୍ଥାନରେ ପହଞ୍ଚିଗଲେ? ସେ ଏହି କଥା ଚିନ୍ତା କରୁ କରୁ ନବୀନକୁ କହିଲେ କି, ଏମିତି କେମିତି ହୋଇପାରିବ? ନବୀନ ବି କିଛି ବୁଝିପାରୁନଥିଲେ। ଅନ୍ୟ ପଟରେ ସୁନିତା ମ୍ୟାଡାମ ଅଫିସ ପହଞ୍ଚି ଯାଇଥିଲେ ଆଉ ନିଜ ଚେୟାରରେ ବସି ସେ ଫଟୋକୁ ନିରୀକ୍ଷେଇ ଦେଖୁଥିଲେ। ଯେଉଁ ଦୁଃଖ ଆଉ କଷ୍ଟକୁ ସେ ଏତେ ପାଖରୁ ଦେଖିଥିଲେ, ଆଜି ସେହି କଷ୍ଟ ପୁଣି ସାମ୍ନାରେ ଥିଲା। ଏସବୁ ଭାବି ଭାବି ସେ ଅତୀତକୁ ପଳେଇଲେ। ଆରେ ମା, ତମେ ସକାଳୁ ସକାଳୁ ଗାଧୋଇ ପାଧୋଇ ବସ, ତମ ପାଖରୁ ବହୁତ ଗନ୍ଧ ଆସୁଛି। ବୁଝିପାରୁନି କି ଏତେ ବଡ଼ ଘର ଆଉ ଏତେ ମହଙ୍ଗା ମହଙ୍ଗା ଜିନିଷରେ ଘରକୁ ସଜେଇଛି,
ଲୋକ ଆସିଲେ ଆମ ଘରକୁ ଦେଖି ପ୍ରଶଂସା କରୁଛନ୍ତି। ଏସବୁ ଭିତରେ ତମେ ଜଣେ ଲୋକ, ଯଦି କାହା ନଜର ତମ ଉପରକୁ ଗଲା, ଲୋକମାନେ ଲାଜରେ ମୁହଁ ଲୁଚେଇ ଦେଉଛନ୍ତି। ଗୋଟିଏ ପଟରେ ଗରମରେ ତ ହାଲତ ଖରାପ ହୋଇଯାଉଛି, ଆଉ ତା ସହିତ ତମ ପାଖରୁ ଆସୁଥିବା ଏ ଗନ୍ଧ। ଚାଲ ଚାଲ ଯାଅ, ଆଗ ଗାଧେଇକି ପଳେଇ ଆସ, ତାପରେ ଏଠି ବସିବ। ନବୀନ ନିଜ ମା ସୁନିତାଙ୍କୁ କହୁଥିଲେ। ସୁନିତା ଦେବୀ କାନ୍ଦି ପକେଇଲେ ଆଉ କହିଲେ କି, ପୁଅ, ତୁ କଣ ତୋ ମାକୁ ଜାଣିନୁ? ମୁଁ ତ ସକାଳୁ ଗାଧୋଇକି ଭଗବାନଙ୍କୁ ଧ୍ୟାନ କରୁଛି, ତାପରେ ଏଠାକୁ ଆସୁଛି। ଆଉ ପୁଅ, ଗରମ ଏତେ ହେଉଛି ଯେ ମୁଁ ସାରା ରାତି ଖାଲି ବିଛଣାରେ ଏପଟ ସେପଟ ହୋଇ ରାତି କାଟୁଛି। ମୋ ରୁମର ଟେବୁଲ ଫ୍ୟାନ୍ ବି ଖରାପ ହୋଇଯାଇଛି। କେବେଠୁ ବୋଉକୁ କହିଲେଣି କି ଫ୍ୟାନ୍ଟା ଠିକ୍ କରିଦେବା ପାଇଁ, ଆଉ ମୋ ପାଇଁ ଗୋଟେ ସାବୁନ ଆଣିବା ପାଇଁ, ହେଲେ ମୋ କଥା ଏଠି ଶୁଣୁଛି କିଏ? ଏତିକି କହି ସୁନିତା ଦେବୀ ପୁଣି କାନ୍ଦି ପକେଇଲେ। ନବୀନ କହିଲେ କି, ମା, ସକାଳୁ ସକାଳୁ ପୁଣି ନିଜ ବୋହୂ ନାଁରେ କହୁଛ? ତମକୁ କଣ ଲାଜ ଲାଗୁନି? ପୁରା ଘରର ବୋଝ ସେ ସମ୍ଭାଳୁଛି, ତମର ବି ଏତେ ଯତ୍ନ ନେଉଛି, ଆଉ ତମେ ଯେ ତା ନାଁରେ ଅଭିଯୋଗ କରୁଛ। ସେତେବେଳକୁ ସୁନିତା ଦେବୀଙ୍କ ବୋହୂ ରେଖା ସେଠାକୁ ଆସି କହିଲେ କି, ଆରେ ମା, ତମେ ସକାଳୁ ସକାଳୁ ତାଙ୍କ ପାଖରେ କାନ୍ଦି କାନ୍ଦି କଣ କହୁଛ? ଜାଣିଛ ନା ଚାକିରିର ସମସ୍ୟା, ଘରର ଦାୟିତ୍ୱ କେତେ କଣ ସେ କରୁଛନ୍ତି। ତମେ ତ ମା, ଆଉ ତମକୁ କଣ ତମ ପୁଅଙ୍କର ଚିନ୍ତା ନାହିଁ? ଆଉ କଣ କହୁଥିଲ କି ବୋହୂ ଫ୍ୟାନ୍ ଠିକ୍ କରୁନି, ସାବୁନ ଆଣି ଦେଉନି? ଶୁଣ, ନୂଆ ସାବୁନ ନଥିଲା, ତେଣୁ ମୁଁ କହିଲି କି ସେ ଛୋଟ ସାବୁନଟା ସେଠି ରଖିଛି, ଗାଧୋଇ ପଡ଼। କିନ୍ତୁ ନା, ମାଙ୍କର ତ ଖାଲି ସୁଗନ୍ଧିତ ସାବୁନ ଦରକାର, କିଛି କାମଧନ୍ଦା ତ ନାହିଁ। ଯଦି ଆଉ କେଉଁ ବୋହୂ ହୋଇଥାନ୍ତା ତାହେଲେ କେବେଠୁ ଘରୁ ବାହାର କରିସାରନ୍ତାଣି। ମୁଁ ବୋଲି ୟାଙ୍କୁ ରଖିଛି, ଆଉ ଦେଖ ତମ ଆଗରେ କେମିତି ମୋ ବିରୁଦ୍ଧରେ କହୁଛନ୍ତି। ଏତିକି କହି ରେଖା କାନ୍ଦିବାର ନାଟକ କଲେ। ନବୀନ କହିଲେ କି, ମା, ବିଚାରୀକୁ କନ୍ଦେଇ ଦେଲ ନା? ତମର ଅସୁବିଧା କଣ ହେଉଛି? ଆଉ ତମେ କଣ ସେ ସାଧା ସାବୁନ ଲଗେଇ ପାରିବନି କି? ସୁନିତା ଦେବୀ କହିଲେ କି, ବୋହୂ ଯେଉଁ ସାବୁନ ମତେ ଦେଉଥିଲା ସେଥିରେ ସମସ୍ତେ ହାତ ଧୋଉଛନ୍ତି, ତେଣୁ ଭଲ ଲାଗିଲାନି। ନବୀନ କିଛି କହିବା ଆଗରୁ ରେଖା ପୁଣି କହିଲେ କି, ଆଚ୍ଛା, ହାତ ଧୋଇଦେଲେ ସାବୁନ କଣ ଖରାପ ହୋଇଯିବ ବୋଧେ? ହାତ ଧୋଇବା ପାଇଁ ମୁଁ ହାଣ୍ଡୱାଶ ଆଣି ରଖିଛି, ତେଣୁ ଏବେ କାହିଁକି ସେ ସାବୁନ ନଷ୍ଟ କରିବା? ଦେଖୁଛ ତ ତମ ମାଙ୍କର ଆଦତ କାଇଦା। ଆଉ ଜାଣିଛ, ସେ ଫ୍ୟାନକୁ ଠିକ୍ କରିବା ପାଇଁ ମତେ ଏତେ ଟଙ୍କା ଲାଗିବ ଯେ ସେଥିରେ ନୂଆ ଫ୍ୟାନ୍ ହେଇଯିବ। ସେଠୁ ନବୀନ କହିଲେ କି, ହଁ, ତାର କଣ ଅଛି, ମୁଁ ତ ପେଶି ହେଉଛି ନା। ଶୁଣ ମା, ଯଦି ସେ ସାବୁନ ଲଗେଇବାର ଅଛି ଲଗା, ନହେଲେ ତ ରୁମରେ ଯାଇ ବସି ରହ, ବାହାରକୁ ଆସିବା ଦରକାର ନାହିଁ। ଆଉ ରେଖା, ଏ ବର୍ଷ ବହୁତ ଗରମ ହେଉଛି, ମୁଁ ଆମ ରୁମ୍ ପାଇଁ ଗୋଟେ ଏସି ଅର୍ଡର କରିଦେଇଛି। ସେଠୁ ରେଖା ହସିକି ସ୍ୱାମୀଙ୍କୁ ଅଫିସ ଯିବା ପାଇଁ ବିଦା କଲେ। ହେଲେ ବାଧ୍ୟରେ ସୁନିତା ଦେବୀ ସେ ସାବୁନ ବ୍ୟବହାର କଲେ। କଣ କରିଥାନ୍ତେ ଆଉ? ଏବେ ତାଙ୍କୁ ନିଜ ଶରୀରରୁ ବି ଗନ୍ଧ ବାହାରିବା ପରି ଲାଗୁଥିଲା। ବିଚାରୀ ନିଜ ରୁମରେ ବସି ରହୁଥିଲେ, ଆଉ ସେଇ ପୁରୁଣା ଦିନଗୁଡ଼ିକୁ ମନେ ପକାଇ ପକାଇ କାନ୍ଦୁଥିଲେ। କେମିତି ସେ ନିଜ ପୁଅର ସବୁ ଜିଦ୍ ପୂରଣ କରୁଥିଲେ, ପଢ଼େଇ ପଢ଼େଇ ଏତେ ବାଟକୁ ଆଣିଲେ। ବିବାହ ପରେ ତା କହିବା ଅନୁସାରେ ସହରରେ ବଡ଼ ଘର କିଣିଲେ। କିନ୍ତୁ ଆଜି ସେହି ପୁଅ ନିଜ ସ୍ତ୍ରୀ ସହିତ ମିଶି ନିଜ ମାକୁ ବେଜିତ୍ କରୁଛି। ଥରେ ରେଖା ରୋଷେଇ ଘରେ କିଛି କାମ କରୁଥିଲେ। ସୁନିତା ଦେବୀ ନିଜ ପୁଅ ରୁମକୁ ଗଲେ। ପୁଅ ଏସିର ଥଣ୍ଡା ପବନରେ ନିଶ୍ଚିତ ହୋଇ ଶୋଇଥିଲେ। ସୁନିତା ଦେବୀ ଏସି ବନ୍ଦ କରିଦେଲେ। କିଛି ସମୟ ପରେ ନବୀନ ଚିଲେଇଲେ, ରେଖା, ଏସି କିଏ ବନ୍ଦ କରିଦେଲା? ସୁନିତା ଦେବୀ କହିଲେ କି, ମୁଁ ବନ୍ଦ କରିଛି, ତୁ ଥଣ୍ଡାରେ ଥରୁଥିଲୁ। ସେଠୁ ନବୀନ ଟିକେ ଚିଲେଇ କହିଲେ କି, ମା, ତୋ ମୂର୍ଖାମି କେବେ ବି ଯିବନି। ଯେତେବେଳେ ମୁଁ ମାମୁଁ ଘରକୁ ଯାଉଥିଲି 10 ଜଣ ଏକା ସାଥିରେ ଗୋଟିଏ କୁଲର ଆଗରେ ଶୋଉଥିଲେ। କେଜାଣି ସମସ୍ତଙ୍କୁ କେମିତି ପବନ ହେଉଥିଲା। ସେମାନେ ତ କଞ୍ଜୁସ ଥିଲେ, ଆଉ ତୁ ଏଠି ସେମିତି କରେନି। ସେଠୁ ରେଖା କହିଲେ କି, କେତେଥର କହିଛି କି ଆମ ପ୍ରତି ଏତେ ଯତ୍ନବାନ ହେବା ଦେଖେଇ ହୁଅନି। ହଠାତ୍ ଆମ ରୁମକୁ ଆସିବା କଣ ଦରକାର? ଏବେ ମୋତେ ଜଲ୍ଦି କାମ କରିବାକୁ ଦିଅ। 2-3 ଦିନ ପାଇଁ ମୋତେ ଆମ ଘରକୁ ଯିବାର ଅଛି। ସେଠୁ ଗୁଡ୍ଡୁକୁ ସୁନିତା ଦେବୀ କହିଲେ କି, ଆରେ ଗୁଡ୍ଡୁ, ତୁ ତ ତୋ ଅଜା ଘରକୁ ଯିବୁ। ସେଠି ଅଜାଙ୍କୁ କହିବୁ କି ଭଲ ଭଲ ଖାଇବା ଜିନିଷ ଦେବେ, ଆଉ ବହୁତ ବୁଲିବୁ, ନାଇଁ?
କିନ୍ତୁ ସାଙ୍ଗେ ସାଙ୍ଗେ ରେଖା କହିଲେ କି ହଁ ହଁ, ତା ଅଜା ଆଈ ତାକୁ କେମିତି ରଖିବେ ଭଲରେ ଜାଣିଛନ୍ତି। ସେମାନେ ତମ ପରି ନୁହନ୍ତି କି ତାକୁ ଖରାପ କରିଦେବେ। ଆଉ ଗୁଡୁ ତତେ କେତେଥର ମନା କରିଛି କି ତୁ ଜେଜେମା ସହିତ ଏତେ ମିଶିବୁନି ବୋଲି, ନହେଲେ ତୋ ଦେହରୁ ବି ଗନ୍ଧ ବାହାରିବ। ଏବେ ମା ଏଇ ଖାଇବା ନେଇକି ତମ ରୁମକୁ ଯାଅ। ଥାଳିରେ ଭାତ, ଡାଲି ଆଉ ଟିକେ ଆଚାର ଥିବା ଦେଖି ସୁନିତା ଦେବୀ କହିଲେ କି ସକାଳୁ ସକାଳୁ ଭାତ? ଆଉ ଏ ଭାତ ତ ବହୁତ ଥଣ୍ଡା ଅଛି, କାଲିର ଭାତ କି? ରେଖା କହିଲେ କି କଣ ସକାଳୁ ସକାଳୁ ଭାତ ଖାଇପାରିବନି କି? କାଲି ଗୁଡୁର ଭାତ ଖାଇବାକୁ ଇଚ୍ଛା ହେଲାନି ତ ସେ ପିଜା ଖାଇଦେଲା। ଏବେ ଖାଇଦିଅ, ନହେଲେ ଦ୍ୱିପହରକୁ ନଷ୍ଟ ହୋଇଯିବ। ସୁନିତା ଦେବୀ ଭାବିଲେ କି ଯୁକ୍ତି କରିବାଟା ଠିକ ହେବନି, କାରଣ ଏଠି କେହି ବି ଶୁଣିବାକୁ ନାହାନ୍ତି। ବହୁତ କହୁଛି, ତା ସହିତ ପୁଅ ବି ମାକୁ ଇଜ୍ଜତ ଦେବା ଭୁଲି ଯାଇଛି। ତେଣୁ ସେ କାନ୍ଦି କାନ୍ଦି ସେସବୁ ଖାଇଦେଲେ ଆଉ ନିଜ ରୁମକୁ ପଳେଇଲେ। ସେତେବେଳେ ଫୋନ ରିଙ୍ଗ ହେଲା। ରେଖା ଫୋନ ଉଠାଇବାରୁ ତା ନଣନ୍ଦ କହିଲେ କି କେମିତି ଅଛ ଭାଉଜ, ଆଉ ମା କେମିତି ଅଛି? ରେଖା ମୁହଁ ମୋଡ଼ି ଦେଇ କହିଲେ କି ମୋ କଥା କାହିଁକି ପଚାରୁଛ, ଆଉ ମା ତ ମଜାରେ ଅଛନ୍ତି। ଆଉ କେବେ କେବେ ତମ ଦାୟିତ୍ୱ ତମ ସାଥିରେ ନେଇଯାଅ, ଯାହା ଫଳରେ କି ଆମେ କିଛି ସମୟ ତ ଭଲରେ କଟାଇ ପାରୁ। ରେଖାଙ୍କର ଏମିତି କଥା ଶୁଣି ତାଙ୍କ ନଣନ୍ଦ କହିଲେ କି ହଁ ହଁ ଭାଉଜ, ମୋ ଦାୟିତ୍ୱକୁ ମୁଁ ଭୁଲିନି, କିନ୍ତୁ ସେଇଟା ଅଲଗା କଥା କି ମା ଏଠିକୁ ଆସିବା ପାଇଁ ଚାହୁଁନି। ତେଣୁ କିଛି ଦିନ ପାଇଁ ମୁଁ ଆସୁଛି, ତେଣୁ ତମକୁ କିଛିଟା ଆରାମ ମିଳିଯିବ। ଭାଇକୁ କହିଦେବ ମୁଁ ଆସନ୍ତାକାଲି ଆସୁଛି। ସେଠୁ ଫୋନ କାଟିବା ପରେ ରେଖା କହିଲେ କି ନିଅ, ଜଣେ କଣ କମ ଥିଲା ଯେ ଆଉ ଜଣେ ଆସୁଛି। ସୁନିତା ଦେଇ ପଚାରିଲେ ବୋହୁ କିଏ? ସେଠୁ ରେଖା କହିଲେ କି କିଏ ଆଉ, ତମ ଝିଅ କାଲି ଆସୁଛନ୍ତି। ଏଠି ରହିକି କଣ କେଜାଣି କାହାର ଦାୟିତ୍ୱ ନେବେ, ଖାଲି ଆମର ଖର୍ଚ୍ଚ ବଢେଇବେ। ରେଖା ଭଡ଼ ଭଡ଼ ହୋଇ ନବୀନକୁ ସବୁ କହିବାକୁ ଚାଲିଗଲେ। ଝିଅ ଆସିବ ବୋଲି ଖବର ପାଇ ସୁନିତାଙ୍କ ମୁହଁରେ ଟିକେ ଖୁସି ଦେଖାଗଲା। 2 ଦିନ ଯାଏଁ ସେ ଘଡ଼ି ଦେଖୁଥିଲେ କି କେବେ ଆସିବ ତାଙ୍କ ଝିଅ। 2 ଦିନ ପରେ ରେଖା ସୁନିତାଙ୍କୁ ଗୋଟିଏ ଶାଢ଼ୀ ଦେଇ କହିଲେ କି ଆଜି ଭଲରେ ଗାଧୋଇ ପଡ଼, ଏ ଶାଢ଼ୀ ପିନ୍ଧିଦେବ। ବୋହୁ, ଏ ଶାଢ଼ୀ କାହାର? ସେଠୁ ରେଖା କହିଲେ କି ମୋ ମାଆର। ତୋ ମାଆଙ୍କ ଶାଢ଼ୀ ମୁଁ କାହିଁକି ପିନ୍ଧିବି? ମୋ ପୁଅ କଣ ମୋତେ ଶାଢ଼ୀ କିଣିକି ଦେଇପାରିବନି ଯେ ତୁ ତୋ ମାଆଙ୍କ ପିନ୍ଧା ଶାଢ଼ୀ ମୋତେ ଦେଉଛୁ? ସେଠୁ ରେଖା କହିଲେ କି ଚୁପଚାପ ଏ ଶାଢ଼ୀ ପିନ୍ଧିଦିଅ, ନହେଲେ ସେମିତି ଫଟା ଶାଢ଼ୀ ପିନ୍ଧୁଥିବ, ଆଉ ସେହି ଅବସ୍ଥାରେ ନେଇ ଷ୍ଟେସନ ଛାଡ଼ିଦେବି ଯେ ଯେତେବେଳେ ଲୋକେ ତମକୁ ଭିକ ଦେବେ ସେତେବେଳେ ଜାଣିପାରିବ। ଏବେ ଏଠୁ ଯାଅ। ବିଚାରୀ ସୁନିତା ଦେବୀ ନିଜ ଭାଗ୍ୟକୁ ଦୋଷ ଦେଉଥିଲେ କି କେଜାଣି ଆଉ କେମିତିକା କଥା ଶୁଣିବାକୁ ପଡ଼ିବ। 2 ଘଣ୍ଟା ପରେ ସୁମି ଆସି ପହଞ୍ଚିଲେ। ରେଖା 2ଟି ବିସ୍କୁଟ ଓ ଚା ଦେଲେ। ସୁନିତା ଦେବୀଙ୍କ ନଜର ବିସ୍କୁଟ ଉପରେ ଥିଲା, ଆଉ ଦେଖିକି ଭିତରେ ଭିତରେ କାନ୍ଦୁଥିଲେ। ସେ ସ୍ନେହରେ ସେ ବିସ୍କୁଟ ମାଙ୍କୁ ବଢ଼େଇ ଦେଲେ। ସୁନିତା ଦେବୀ କହିଲେ କି ନାଇଁ ଝିଅ, ତୁ ହାଲିଆ ହୋଇକି ଆସିଛୁ, ତୁ ଖାଇଦେ, ମୁଁ ତ ଦିନ ସାରା ଖାଉଛି। ସେଠୁ ସୁମି କହିଲେ କି ହଁ ମା, ଜଣା ପଡ଼ୁଛି। ଏତିକି କହି ସେ ଜବରଦସ୍ତି ମାକୁ ବିସ୍କୁଟ ଖୁଆଇଦେଲେ। ମା ବିସ୍କୁଟ ଏମିତି ଖାଉଥିଲେ ଯେମିତି ବର୍ଷକ ପରେ ବିସ୍କୁଟର ସ୍ୱାଦ ଚାଖୁଥିଲେ। ସୁମି ଯେବେ ମା ଓ ଭାଉଜଙ୍କ ସହିତ କଥା ହେଉଥିଲେ ସେତେବେଳେ ଗୁଡୁ ତାଙ୍କ ପର୍ସରୁ କିଛି ବାହାର କରୁଥିଲେ, ଆଉ ସୁମି ଧରିଦେଲେ, ଆଉ ତାକୁ ବୁଝାଇଲେ କି ଆଉ କେବେ ବି ଏମିତି ନ କରିବାକୁ, ନହେଲେ ମୁଁ ତ ମମିକୁ କହିଦେବି। ସକାଳ ହେବା ପରେ କେଜାଣି ସମସ୍ତେ ବେକାରେ ରାଗିକି ଥିଲେ। ନବୀନ କହୁଥିଲେ କି ରେଖା, ମୋ ରୁମାଲ ମିଳୁନି, ଏତିକି ଛୋଟିଆ ଘରେ ରହିବା ମୁସ୍କିଲ ହୋଇଗଲାଣି, ତା ଉପରେ ଏତେ ସବୁ ଲୋକ ଦେଖିକି ମୁଁ ଚିନ୍ତିତ ହୋଇଯାଉଛି। ରେଖା ରୁମରୁ ରୁମାଲ ଆଣିଦେଲେ ଆଉ କହିଲେ କି ନିଅ, ତକିଆ ତଳେ ଥିଲା। ନବୀନ ପଚାରିଲେ କି ଖାଇବା ରେଡି ଅଛି ତ? ରେଖା କହିଲେ କି ହଁ ହଁ, ଆସ, ସକାଳୁ ତ ରୋଷେଇରେ ଲାଗିଛି। ରେଖା ସମସ୍ତଙ୍କୁ ଖାଇବା ଦେଲେ, ଆଉ ସୁମି ଗୁଡୁକୁ ରେଡି କରିବା ପାଇଁ ଗଲେ। ଯେତେବେଳେ ତା ବ୍ୟାଗ ଦେଖିଲେ ତ ସେଥିରୁ ଟଙ୍କା ବାହାରିଲା, ଆଉ ପଚାରିଲେ କି ତତେ କାଲି ବୁଝେଇଥିଲି କି ଏଟା ଭଲ କଥା ନୁହେଁ। ଗୁଡୁ ରାଗରେ କହିଲା କି ତମର କଣ ଗଲା, ଆଉ ତମେ କିଏ ମୋତେ କହିବାକୁ, ମୁଁ ଖାଇବିନି। ସେଠୁ ରେଖା ଆସିବାରୁ
ଗୁଡୁ ମିଛରେ କହିଲା କି ନାନୀ ମୋତେ ଗାଳି ଦେଲେ ଆଉ ମୋ ବ୍ୟାଗରୁ ଟଙ୍କା ନେଇଗଲେ। ରେଖା କହିଲେ କି ସୁମି ତମେ ଏମିତି କ'ଣ କରୁଛ? ତାକୁ ଗାଳି କାହିଁକି ଦେଲ? ଏସବୁ ତମ ଘରେ କର, ଆମ ଘରେ ନୁହଁ। ତମେ ତା ଟଙ୍କା ଦେଇଦିଅ। ନାଇଁ, ବିଲକୁଲ ଦେବିନି। ସେ ଛୋଟ ହେଲେ ବି ଆମ ଘରର ସଂସ୍କାର ଶିଖିନି। ତମେ ଜାଣିଛ ମୁଁ ତାକୁ କ'ଣ ପାଇଁ ଗାଳି ଦେଲି? ତମ ଲାଡଲା ଗୁଡୁ କାଲି ମୋ ପର୍ସରୁ ଟଙ୍କା ନେଇଯାଇଥିଲା। ସେ ଏବେ ତ ଚୋରି କରିବା ଶିଖିଗଲାଣି। ତା ଜିଦ୍ଦି ତମେମାନେ ଶୁଣୁଛ ବୋଲି ସେ ଏମିତି ହେଉଛି। ସେଠୁ ସୁନିତା ଦେବୀ କହିଲେ କି ଗାଳି କରିକି ଠିକ୍ କରିଛୁ ଝିଅ। ସେ ଛୋଟ ପିଲାଟା, କିଏ ବି ଚାହିଁବେନି କି ସେ ବିଗିଡ଼ି ଯାଉ। ତା ଜାଗାରେ ଯଦି ମୋ ପୁଅ ହୋଇଥାନ୍ତା ତାକୁ ମୁଁ କଠୋର ଦଣ୍ଡ ଦେଇଥାନ୍ତି। ରେଖା କହିଲେ ତମର ଏତେ ସାହସ ଯେ ମୋ ପୁଅ ଦେହରେ ହାତ ଦେବ? ସୁମି କହିଲେ କି ଭାଉଜ ତମେ ତ ଏମିତି କହୁଛ ଯେମିତି ଗୁଡୁ ଆମର କିଛି ନୁହେଁ। ଆଜି ଯଦି ତାକୁ ନ ରୋକିବ କେଜାଣି କାଲି ବଡ଼ ବଡ଼ ଭୁଲ କରି ବସିବ। ରେଖା କହୁଥିଲେ କି ଦେଖ 2 ଦିନ ହୋଇଛି କି ନା ମୋ ପୁଅକୁ ଚୋର ସଜେଇ ଦେଲେ। ନବୀନ କହିଲେ ସୁମି ତୁ ମାଆକୁ ଦେଖିବା ପାଇଁ ଆସିଛୁ ନା, ଦେଖିଦେଲୁ, ତେଣୁ ଏବେ ତୋ ଘର ସମ୍ଭାଳେ ଆଉ ଆମକୁ ଆମ ହାଲତ ଉପରେ ଛାଡ଼ିଦେ। ସୁମି କହିଲେ ଏବେ ଯାଏଁ ତ ସେଇଟା କରିକି ଆସିଛି। ତମେ ଯେତେବେଳେ ନିଜ ମାଆକୁ ସମ୍ଭାଳି ପାରୁନ ତାହେଲେ ଜବାନ ହେଉଥିବା ପିଲା କେମିତି ସମ୍ଭାଳି ପାରିବ? ଭୁଲ କଥାରେ ତାକୁ ରୋକୁନ। ତା ସାମ୍ନାରେ ତମେ ନିଜ ମା ଭଉଣୀର ଇଜ୍ଜତ କରୁନ। ଆଉ ସେ ବଡ଼ ହେଲେ ତମ ଇଜ୍ଜତ କରିବ କେମିତି? ନବୀନ ରାଗରେ ଗୁଡୁକୁ ଚାପଡ଼ା ମାରିଦେଲେ ଆଉ ସ୍କୁଲ ପଠେଇଦେଲେ। ରେଖା ସୁମିଙ୍କୁ କେତେ କଥା କହୁଥିଲେ କି ଏଠୁ ପଳାଅ, ମିଳିଗଲା ଶାନ୍ତି, ଆଉ ତମ ଗନ୍ଧ ମାଙ୍କୁ ନେଇ ଯାଅ ଏଠାରୁ। ଆମେ ଆଉ ଆମ ଘରେ ରଖିପାରିବୁନି। ସୁମି କହିଲେ କି ତମ ଘର? ମନେ ଅଛି 11 ବର୍ଷ ଆଗରୁ ଯେତେବେଳେ ଗାଁର ଜମି ଓ ଘର ବିକିବା କଥା ଆସିଲା ତମେ ଦୁହେଁ କହିଥିଲ ଦସ୍ତଖତ କରିଦିଅ। ଝିଅଙ୍କର ଏଇଟା କର୍ତ୍ତବ୍ୟ। ଆଉ ସହରରେ ଥିବା ଏ ଘରକୁ ମୋ ବାପା ଯେଉଁ କଷ୍ଟରେ ମା ପାଇଁ ତିଆରି କରିଥିଲେ ସେହି ଘରେ ତମେମାନେ ମାକୁ ଏତେ କଷ୍ଟ ଦେଉଛ। ନବୀନ କହିଲେ କି ତୁ କ'ଣ କହିବାକୁ ଚାହୁଁଛୁ? ସୁମି କହିଲେ କି ଭାଇ କିଛି କହିବା ପାଇଁ ଆଉ ବାକି ଅଛି କି? ତମେ ଚାହୁଁଛ କି ମୁଁ ମାକୁ ଏଠାରୁ ନେଇଯାଏ? ରେଖା ତୁରନ୍ତ କହିଲେ ହଁ ହଁ ନେଇଯାଅ। ସୁମି କହିଲେ ଠିକ୍ ଅଛି, ମାକୁ ମୁଁ ସାଥିରେ ନେଇଯିବି। ତାହେଲେ ଗୋଟିଏ କାମ କର, 11 ବର୍ଷ ଆଗରୁ ଜମି ଘର ବିକି ଯେଉଁ ଟଙ୍କା ମିଳିଥିଲା ସେଇଟା ମା ନାଁରେ ଫିକ୍ସ କରିଦିଅ। ଆଉ ଏ ଘର ତ ମାର। ନବୀନ କହିଲେ କି କ'ଣ କହୁଛୁ ତୁ? ସେ ଟଙ୍କା ମା ନାଁରେ କରିଦେବି? ଆଉ କ'ଣ ଏତେ ବଡ଼ ଘରେ ମା ଏକୁଟିଆ ରହିବ? ସକାଳୁ ତ ଚିଲେଇକି କହୁଥିଲ କି କେତେ ଛୋଟ ଘର, କିଏ ପଳେଇ ଆସିଲେ ତମକୁ ଚିନ୍ତା ମାଡ଼ି ବସୁଛି, ଆଉ ଏବେ କହୁଛ ଏତେ ବଡ଼ ଘର। ରେଖା କହିଲେ କି ଶୁଣ ସୁମି, କିଛି ନେବା ଚକରେ ଯଦି ଏଠିକୁ ଆସିଛ ତାହେଲେ ତମକୁ କଉଡ଼ିଟିଏ ବି ମିଳିବନି। ମାକୁ ନେଇକି ଯାଇପାର। ସୁମି ଛିଡ଼ା ହୋଇଗଲେ ଆଉ କହିଲେ କାହିଁକି ଯିବ ମୋ ମା ଏ ଘରୁ? ଏଇଟା ହେଉଛି ମୋ ମାର ଘର। ଆଉ ମା ସବୁ ହେଉଛି ତୋର ଭୁଲ। ବାପା ଯିବା ପରେ ଏଟା ତୋ ଘର। ଆଉ ତୋ ଘରେ ସେମାନେ ଯଦି ତୋତେ ଏମିତି କଷ୍ଟ ଦେଉଛନ୍ତି ତାହେଲେ ତୁ ଚୁପ୍ ରହୁଛୁ କାହିଁକି? ତୁ ମୋତେ ପିଲାଦିନେ ଶିଖେଇଥିଲୁ କି ନିଜ ଅଧିକାର ପାଇଁ କହିବା ଶିଖ। ତାହେଲେ ତୁ ପୁଣି କେମିତି ଭୁଲି ଯାଉଛୁ? ବୋହୁ ତ ବୋହୁ, ପୁଅ ବି ତ ଇଜ୍ଜତ କରୁନି। ଆଉ ଛୋଟ ପିଲାଟା ବି ତୋତେ କେତେ କ'ଣ କହୁଛି, ଆଉ ତୁ ଚୁପ୍ ରହିଯାଉଛୁ କାହିଁକି? ତୁ କ'ଣ ବୋଝ କି? ତୁ ବୋଝ ନୁହଁ। ସୁମିଙ୍କ ଏହି କଥାରେ ସୁନିତା ଦେବୀଙ୍କୁ ବହୁତ ସାହସ ମିଳିଲା। କିନ୍ତୁ ରେଖା ରାଗରେ ସୁମିଙ୍କର ଚୁଟି ଧରି ପକେଇଲେ ଆଉ କହିଲେ କି ଇଏ ଏମିତି ମାନିବନି। ବହୁତ ଇଜ୍ଜତ ମିଳିଗଲା, ଚାଲ ବାହାର ମୋ ଘରୁ। ସୁମି ଏହାର ଜବାବ ଦେଇପାରିଥାନ୍ତେ, ମାତ୍ର ସେ ମାଙ୍କ ଆଡ଼କୁ ଅନେଇଲେ। ଅଚାନକ ସୁନିତା ଦେବୀଙ୍କ ପାଖରେ ଏତେ ସାହସ ପଳାଇ ଆସିଲା ଯେ ସେ ରେଖାଙ୍କୁ ଜୋରରେ ଏକ ଚାପଡ଼ା ମାରିଦେଇ କହିଲେ କି ଛାଡ଼ ମୋ ଝିଅକୁ। ତୋ ସାହସ କେମିତି ହେଲା ମୋ ଝିଅ ଦେହରେ ହାତ ଲଗେଇବାକୁ? ମାଡ଼ ଖାଇ ରେଖା ତଳେ ପଡ଼ିଗଲେ। ଆଉ ନବୀନ ଆସି କହିଲେ କି 2 ଦିନରେ ଝିଅକୁ ଏତେ ଖୁଆଇଦେଲୁ କି ଚର୍ବି ବଢ଼ିଗଲା। ଏତିକିରେ ସୁମି ବି ନିଜ ଭାଇକୁ ଚାପଡ଼ା ମାରି କହିଲେ କି କେତେ ବେଲଜ୍ଜା ଲୋକ କେଜାଣି, ତମ ମା ଓ ଭଉଣୀ ସହିତ ଏମିତି କଥାବାର୍ତ୍ତା କରୁଛ? ଯିଏ ନିଜ ମାର ଇଜ୍ଜତ କରେନି ସେ ସମାଜ ଆଉ ସ୍ତ୍ରୀମାନଙ୍କର ଇଜ୍ଜତ କେମିତି କରିବ? ଏବେ ମୁଁ ତମକୁ କହୁଛି ତମ ସହିତ କ'ଣ ହେବା ଦରକାର। ସୁମି ତୁରନ୍ତ ପୋଲିସକୁ ଫୋନ୍ କଲେ
କିଛି ସମୟ ପରେ ପୋଲିସ ଆସି ପହଞ୍ଚିଗଲେ। ସୁନିତା ଦେବୀଙ୍କ ଅଭିଯୋଗ ପରେ ରେଖା ଓ ନବୀନକୁ ଗିରଫ କରି ନେଇଗଲେ। ଆଉ ଥାନାକୁ ନେଇ ପଚରାଉଚରା କରିବା ସହିତ ଗୋଟିଏ ଦିନ ହାଜତରେ ରଖିଦେଲେ। ପରଦିନ ଯେତେବେଳେ ପୋଲିସ ସେମାନଙ୍କୁ ଛାଡ଼ିଲା, ସେମାନଙ୍କ ଇଜ୍ଜତ ଆଉ ହାଲାତ ଖରାପ ହୋଇସାରିଥିଲା। ଦୁହେଁ ଚିନ୍ତା କରି ସୁନିତାଙ୍କ ପାଖରେ କ୍ଷମା ମାଗିଲେ। ସୁନିତା ଝିଅ ଆଡ଼କୁ ଅନେଇଲେ ତ ସୁମି କହିଲେ କି, ମା, ଆଗରୁ ତମେ ନିଜ ନିଷ୍ପତ୍ତି ନିଜେ ନେଉଥିଲ, ଆଉ ଆଜି ବି ନିଜେ ନିଅ। ବାସ୍ ଏତିକି ମନେ ରଖ ଯେ ଯେତେବେଳେ ତମେ ତମ ନିଜ ଇଜ୍ଜତ କରିବ, ସେବେ ସମସ୍ତେ ତମ ଇଜ୍ଜତ କରିବେ। ସୁନିତା ଏବେ ଆତ୍ମବିଶ୍ୱାସର ସହିତ କହିଲେ କି, ମୁଁ ତୁମ ଦୁହିଁଙ୍କ ସାଥିରେ କିଛି ବି ସମ୍ପର୍କ ରଖିବାକୁ ଚାହେଁନି। ଯେଉଁ ଟଙ୍କା ତମେ ପ୍ରଥମେ ନେଇଥିଲ ସେଇଟା ତ ମାଗିବିନି, କିନ୍ତୁ ଏବେ ଆଉ କିଛି ବି ମିଳିବନି। ତମେ ଦୁହେଁ 2 ଦିନ ଭିତରେ ଘର ଖାଲି କର, ଯୁଆଡ଼େ ଯାଉଛ ଯାଅ। ଆଉ ଯେଉଁ ଘର ଲୋଭରେ ପୁଅ ବୋହୂ ମୋ ଇଜ୍ଜତ କରୁନଥିଲେ, ସେଇ ଘରେ ମୁଁ ବି ରହିବିନି। ଏ ଘରକୁ ବିକ୍ରି କରିଦେଇ ମୁଁ ବୃଦ୍ଧାଶ୍ରମ ପଳେଇବି। କମ୍ ସେ କମ୍ ସେଠାରେ ମୋତେ କିଏ ବେଜ୍ଜତ ତ କରିବେନି। 2 ଦିନ ପରେ ନବୀନ ଓ ରେଖାକୁ ସେ ଘରୁ ବାହାର କରିଦେଲେ। ସୁମି ମାଆକୁ ନେଇ ନିଜ ଘରକୁ ପଳେଇଲେ। ଆଉ ସପ୍ତାହ ଭିତରେ ସେ ଘରକୁ ଏଜେଣ୍ଟ ଜରିଆରେ ବିକ୍ରି କରିଦେଲେ। ଏହାର 10 ଦିନ ପରେ ସୁନିତା ଦେବୀ ଆଉ ଝିଅ ଘର ବି ଛାଡ଼ିଦେଲେ। ଢେଙ୍କାନାଳର ଏକ ବୃଦ୍ଧାଶ୍ରମରେ ରହିବାକୁ ଲାଗିଲେ। ଘର ବିକ୍ରି ଟଙ୍କା ସବୁ ମା ଆକାଉଣ୍ଟରେ ଜମା କରିଦେଇଥିଲେ। ବୃଦ୍ଧାଶ୍ରମରେ ରହିବା ଭିତରେ ସୁନିତା ଦେବୀଙ୍କ ମନରେ ଏକ ବଢ଼ିଆ ଚିନ୍ତାଧାରା ଆସିଲା। ସେ ପିଲାଦିନରୁ ମୂର୍ତ୍ତି ଗଢ଼ିବାରେ ପାରଙ୍ଗମ ଥିଲେ। ସେ ମାଟିର ମୂର୍ତ୍ତି ହେଉ ବା ଧାତୁର ମୂର୍ତ୍ତି। ତେଣୁ ଖାଲି ବସିବା ଅପେକ୍ଷା ସେହି ବ୍ୟବସାୟ ଆରମ୍ଭ କରିବା ପାଇଁ ସ୍ଥିର କଲେ। ବୃଦ୍ଧାଶ୍ରମ ପାଖରେ ଏକ ଘର ଭଡ଼ାରେ ନେଲେ। ଆଉ ଜମା ଟଙ୍କାରେ ମେସିନ୍ ବି କିଣି ସେଠାରେ ସ୍ଥାପନ କଲେ। ଆଉ ଲୋକ ରଖି କାମ ଆରମ୍ଭ କଲେ। ଆଉ ସବୁ ମୂର୍ତ୍ତି ନିଜ ତଦାରଖରେ ତିଆରି କରୁଥିଲେ। ସେ ଜଣେ ଏମିତି କାରିଗର ଥିଲେ ଯେ ତାଙ୍କର ତଦାରଖରେ ପ୍ରତି ମୂର୍ତ୍ତି ଜୀବନ୍ତ ଲାଗୁଥିଲା। ସବୁଠୁ ବଡ଼ କଥା ହେଲା ଯେ ସେ ବଜାରରୁ ଭିନ୍ନ ଧରଣର ମୂର୍ତ୍ତି କରୁଥିଲେ। ତେଣୁ ପ୍ରଥମେ ଯେତେବେଳେ ନିଜେ ଯାଇ ଦୋକାନ ବୁଲି ଅର୍ଡ଼ର ଆଣିଲେ, ଦୋକାନୀଙ୍କୁ ମୂର୍ତ୍ତି ବହୁତ ପସନ୍ଦ ଆସିଲା। ଆଉ ଧୀରେ ଧୀରେ ବି ବହୁତ ଅର୍ଡ଼ର ଆସିବାରେ ଲାଗିଲା। ଏମିତି 3 ବର୍ଷରେ ସେ ବିଦେଶକୁ ଧାତୁର ମୂର୍ତ୍ତି ରପ୍ତାନି କରିବାକୁ ଲାଗିଲେ। ତେଣୁ ବ୍ୟବସାୟ ଶିଖର ଛୁଇଁ ଯାଇଥିଲା। ଆଉ ବିଦେଶକୁ ମୂର୍ତ୍ତି ଯିବା ପରେ କୋଟି କୋଟି ଟଙ୍କା ଲାଭ ହେଉଥିଲା। ଆଉ ସେହି ଅଞ୍ଚଳ କାହିଁକି ଦୂର ଦୂର ଯାଏଁ ତାଙ୍କର ନାଁ ହୋଇଯାଇଥିଲା। କାଲି ଗୋଟିଏ ରୁଟି ପାଇଁ ପୁଅ ବୋହୂ ପାଖରେ ଅପମାନିତ ହେଉଥିବା ସୁନିତା ଦେବୀ ଆଜି ହଜାର ହଜାର ଲୋକଙ୍କ ମୁହଁରେ ଆହାର ଯୋଗାଉଥିଲେ। କିଛି ସମୟ ଭିତରେ ସେ ନିଜ ଭାବନାରୁ ବାହାରି ଆସିଲେ। କିଛି ସମୟ ପରେ ଶୋରୁମ୍ କର୍ମଚାରୀ ତାଙ୍କ ମହଙ୍ଗା କାରକୁ ଆଣି ତାଙ୍କ ଅଫିସ ସାମ୍ନାରେ ରଖିଲେ। ସେ ଯେମିତି ଅଫିସ ବାହାରକୁ ଆସିଲେ, ତାଙ୍କ କାର ପିଛା କରି କରି ପୁଅ ବୋହୂ ବି ସେଠିକୁ ପଳେଇ ଆସିଲେ। ମାଙ୍କ ଅଫିସ ଦେଖି ପୁଅ ବୋହୂଙ୍କର ହୋସ୍ ଉଡ଼ିଗଲା। ସେମାନଙ୍କର ଅକଲ ଠିକାନାକୁ ଆସିଗଲା। ତୁରନ୍ତ ମାଙ୍କର ଗୋଡ଼ ତଳେ ପଡ଼ିଗଲେ। ନବୀନ କହିଲେ କି, ମା, ଆମକୁ କ୍ଷମା କରିଦେ। ଆମେ ଦେବୀ ପରି ମାକୁ ଏତେ ଅପମାନ ଦେଇଛୁ। ଭଗବାନ ବି ଆମକୁ କ୍ଷମା କରିବେନି। ତୁ ଆମକୁ ଛାଡ଼ିଦେଲୁ ଯେ ଯେମିତି ଲକ୍ଷ୍ମୀ ଆମକୁ ଛାଡ଼ି ଦେଇ ପଳେଇଲେ। ଆମକୁ ଦୟାକରି କ୍ଷମା କରିଦେ। ଆଉ ବୋହୂ ବି ସୁନିତା ଦେବୀଙ୍କ ଗୋଡ଼ ଧରି କ୍ଷମା ମାଗିଲେ। କିନ୍ତୁ ସୁନିତା ଦେବୀ ନିଜ ନିଷ୍ପତ୍ତିରେ ଅଟଳ ରହିଲେ। କାରଣ ଏବେ ଆଉ ତାଙ୍କର କିଛି ବି ସମସ୍ୟା ନଥିଲା। ନିଜେ ନିଜକୁ ସମ୍ଭାଳିବା ସହିତ ଆହୁରି ହଜାରେ ଲୋକଙ୍କୁ ସମ୍ଭାଳୁଥିଲେ। ସେ ଏବେ ନିଜେ ନିଜ ଅର୍ଥରେ ବୃଦ୍ଧାଶ୍ରମ ଚଳାଉଥିଲେ। ପୁଅ ବୋହୂଙ୍କ ମୁହଁକୁ ବି ଅନେଇଲେନି। ଯେତେବେଳେ ସୁନିତା ଦେବୀ ସେମାନଙ୍କୁ ଅନେଇଲେନି, ୱାଚମ୍ୟାନ୍ ସେମାନଙ୍କୁ ଅଫିସରୁ ବାହାର କରିଦେଲା। ଦୁହେଁ ବାଧ୍ୟ ହୋଇ ସେଠାରୁ ଚାଲି ଆସିଲେ। ଏବେ ସୁନିତା ଦେବୀ ସେହି ଅଞ୍ଚଳ ପାଇଁ ପ୍ରେରଣା ସାଜିଛନ୍ତି। ଏତେ ବୟସରେ ଆତ୍ମନିର୍ଭରଶୀଳ ହେବା ସହିତ ହଜାରେ ଲୋକଙ୍କ ପାଇଁ ଅନ୍ନଦାତା ସାଜିଥିବାରୁ ତାଙ୍କୁ ଅନେକ ବାର ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ହେଲେ ସେ ନିଜ ପଥକୁ କେବେ ବି ଛାଡ଼ି ନାହାନ୍ତି। ତେଣୁ ଏଥିରୁ ଗୋଟିଏ ଶିକ୍ଷା ମିଳିଲା କି ଆତ୍ମସମ୍ମାନ ଠାରୁ ବଳି ଆଉ କିଛି ବି ନାହିଁ। ଯେତେବେଳେ ମଣିଷର ଆତ୍ମସମ୍ମାନ ଜାଗି ଉଠିଥାଏ, ସେତେବେଳେ ତାକୁ ଆଉ କିଏ ବି ଅଟକେଇ ପାରେ ନା। ତେଣୁ ଆପଣ ବି ଜାଗି ଉଠନ୍ତୁ। ଆଉ କିଛି କରି ଦେଖାଇବାର ନିଶା ଆପଣଙ୍କ ଭିତରେ ସୃଷ୍ଟି କରନ୍ତୁ। ତାହେଲେ ଯାଇ ଜୀବନରେ ସଫଳ ହୋଇପାରିବେ। କାହାଣୀ ଦେଖିଥିବାରୁ ଧନ୍ୟବାଦ।
आशा करुच्ची वीडियो को लाइक शेयर करदेवे आम चैनल सीक्रेट स्टोरी को सब्सक्राइब करने सहित बेल आइकन को ऑन कर दियंतु। धन्यवाद।